ଆଗକୁ ଯେଉଁ 17ତମ କିସ୍ତିଟି ଆସୁଛି PM କିଷାନ ସମ୍ମାନ ନିଧି ଯୋଜନାର, ସେଇ 17ତମ କିସ୍ତିଟି ବହୁତ ଚାଷୀ ଭାଇମାନଙ୍କ ଖାତାକୁ ଯିବନି। 2000 ଟଙ୍କା ସରକାର ପଠାଇବେ, କିନ୍ତୁ ଚାଷୀ ଭାଇମାନଙ୍କ ଖାତାରେ ଯାଇକି ପହଞ୍ଚିବନି। କେଉଁ କେଉଁ ଚାଷୀ ଭାଇମାନେ ଏହି 17ତମ କିସ୍ତି ଟଙ୍କା ପାଇବେନି, ସେମାନଙ୍କ ଖାତାକୁ ଯିବନି, ଏହା ବିଷୟରେ ଚାଲନ୍ତୁ ଜାଣିବା। PM କିଷାନ ଯୋଜନା ଅଧୀନରେ ପ୍ରତିବର୍ଷ ସରକାର 6000 ଟଙ୍କା ଚାଷୀ ଭାଇମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାନ୍ତି। ଏହି 6000 ଟଙ୍କାକୁ 3ଟି କିସ୍ତି ମାଧ୍ୟମରେ ଚାଷୀ ଭାଇମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରନ୍ତି ସରକାର। କିନ୍ତୁ ବହୁତ ଚାଷୀ ମଧ୍ୟ ଏହି PM କିଷାନ ଯୋଜନାରୁ ଲାଭ ନେଇପାରନ୍ତିନି। କାହିଁକି ଲାଭ ନେଇପାରନ୍ତିନି? ଯେ ସେମାନେ KYC କରିନଥାନ୍ତି। KYC ଯେଉଁ ଚାଷୀ ଭାଇମାନେ ନ କରିଥିବେ ସେମାନଙ୍କୁ PM କିଷାନ ଯୋଜନାର ଲାଭ ମିଳିପାରିବ ନାହିଁ। ଆପଣ ଯଦି ଏପର୍ଯ୍ୟନ୍ତ KYC କରିନାହାନ୍ତି, ତେବେ ଆପଣ ମଧ୍ୟ KYC କରନ୍ତୁ, ନହେଲେ ଆପଣ ମଧ୍ୟ PM କିଷାନ ଯୋଜନାର ଲାଭ ନେଇପାରିବ ନାହିଁ। ଏବେ ଆପଣ ଜାଣି ରଖନ୍ତୁ କେଉଁ ଚାଷୀ ଭାଇମାନଙ୍କ ଖାତାକୁ ଆଗାମୀ 17ତମ କିସ୍ତିଟି ଯିବନି। ସେମାନେ କ'ଣ ଭୁଲ କରିଛନ୍ତି ଯେ ଯେଉଁ କାରଣରୁ ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବନି। ଆପଣ ଯଦି KYC କରିନଥିବେ, ତେବେ ଆପଣଙ୍କୁ ତ ଟଙ୍କା ମିଳିବନି, ଏହା ଆପଣ ନିଶ୍ଚୟ ଜାଣିଥିବେ। ମୁଁ ଆପଣଙ୍କୁ ଏବେ ମଧ୍ୟ କହିଲି, ଆପଣ ଯଦି KYC କରିନାହାନ୍ତି ତେବେ KYC କରିନିଅନ୍ତୁ। ଏହା ଆପଣ ଜନସେବା କେନ୍ଦ୍ରରେ ଯାଇ କରିନେଇପାରିବେ, ମୋବାଇଲ ମାଧ୍ୟମରେ ମଧ୍ୟ କରିପାରିବେ। କିପରି କରିବେ, ଏହି ଭିଡ଼ିଓର ଲିଙ୍କ ଡିସ୍କ୍ରିପ୍ସନ୍ ବକ୍ସରେ ଦେଇଦେଇଛି। ଏହା ଛଡ଼ା ଆପଣ ଯଦି ଆପଣଙ୍କର ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟଟି ଲିଙ୍କ ରଖିନଥିବେ, ତେବେ ଆପଣଙ୍କୁ ମଧ୍ୟ ଟଙ୍କା ମିଳିବନି। ଆପଣଙ୍କର ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟଟି ଲିଙ୍କ ରହିବା ଦରକାର, କାରଣ ଆଧାର ଦ୍ୱାରା ପେମେଣ୍ଟ କରାଯାଉଛି। ଯଦି ଆପଣଙ୍କର ଆଧାରଟି ବ୍ୟାଙ୍କ ସହିତ ଲିଙ୍କ ନଥିବ, ତେବେ ଆପଣଙ୍କର ବ୍ୟାଙ୍କ ଖାତାକୁ ଟଙ୍କା ପହଞ୍ଚି ପାରିବ ନାହିଁ। ଏହା ସହିତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ଆକ୍ଟିଭ୍ ରହିବା ଦରକାର। ଯଦି ଆପଣଙ୍କର ଡିବିଟି ଆକ୍ଟିଭ୍ ନଥିବ, ତେବେ ଆପଣଙ୍କୁ ଟଙ୍କା ମିଳିପାରିବ ନାହିଁ। କାହିଁକି ମିଳିବନି? ଡିବିଟି ହେଉଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର। ଡିବିଟି ମାଧ୍ୟମରେ ଡାଇରେକ୍ଟ ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସାଙ୍ଗରେ ପଠାଯାଇଥାଏ। ଆପଣଙ୍କର ଯଦି ଡିବିଟି ଆକ୍ଟିଭ୍ ନଥିବ, ତେବେ ଆପଣଙ୍କୁ ଟଙ୍କା ମିଳିପାରିବ ନାହିଁ। ସେଥିପାଇଁ ଆପଣ ବ୍ୟାଙ୍କ ଯାଇ ଆପଣଙ୍କର ଡିବିଟିକୁ ଆକ୍ଟିଭ୍ କରିବାକୁ ପଡ଼ିବ। ଏହା ସହିତ PM କିଷାନ ସମ୍ମାନ ନିଧି ଯୋଜନାରେ ଆପଣ ଯେତେବେଳେ ଆବେଦନ କରିଥିବେ, ଆପଣଙ୍କର କୌଣସି ପ୍ରକାର ମିଷ୍ଟେକ୍ ଯେମିତି ନ କରିଥିବେ, ଆପଣଙ୍କର ନାମରେ କି ବାପାଙ୍କ ନାମରେ କି ଯେକୌଣସି ଡିଟେଲ୍ସ ଦେଇଛନ୍ତି ସେଥିରେ କୌଣସି ପ୍ରକାର ମିଷ୍ଟେକ୍ ଯେମିତି ନ କରିଥିବେ। ଯଦି କିଛି ମିଷ୍ଟେକ୍ କରିଥିବେ ତେବେ ତାକୁ ଠିକ୍ କରନ୍ତୁ, ନହେଲେ ଆପଣ ମଧ୍ୟ ଟଙ୍କା ପାଇବେନି। ଏହା ଛଡ଼ା ଆପଣ ଆବେଦନ କଲାବେଳେ ଆପଣଙ୍କର ଲ୍ୟାଣ୍ଡ ରେକର୍ଡ଼ ଦେଇଥିବେ, ଆପଣଙ୍କର ଜମି ଦସ୍ତାବିଜ। ଆପଣ ସେଇ ଜମି କାଗଜପତ୍ର ଯେଉଁଟା ଦେଇଛନ୍ତି, ସେଇ ଜମି କାଗଜପତ୍ରରେ ଯଦି କୌଣସି ପ୍ରକାର ଭୁଲ ବାହାରିବ, ତେବେ ମଧ୍ୟ ଆପଣଙ୍କୁ PM କିଷାନ ଯୋଜନାର ଲାଭ ମିଳିପାରିବ ନାହିଁ। ଆପଣ PM କିଷାନ ଯୋଜନାର ଲାଭ ନେବାକୁ ହେଲେ ଆପଣଙ୍କର କୌଣସି ପ୍ରକାର ଭୁଲ ନ ରହିବା ଦରକାର। ଯଦି ଆପଣଙ୍କର କିଛି ବି ଭୁଲ ବାହାରେ, ତେବେ ଆପଣଙ୍କୁ PM କିଷାନ ଯୋଜନାର ଟଙ୍କା ଦିଆଯିବ ନାହିଁ। ମୁଁ ଆପଣଙ୍କୁ ଯାହା ଯାହା କହିଲି, ଆପଣଙ୍କର ଯଦି ଏଇଭଳି ଭୁଲ ରହିଛି ତେବେ ଆପଣ ଠିକ୍ କରନ୍ତୁ। ଯଦି ଆପଣଙ୍କର ସବୁ ଠିକ୍ ଅଛି, ତେବେ ଆପଣ PM କିଷାନ ଯୋଜନାର ଟଙ୍କା ପାଇବେ, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଯଦି ଏଇଭଳି କିଛି ପ୍ରୋବ୍ଲେମ୍ ରହିଛି ଆପଣଙ୍କର, ତେବେ ଆପଣ ଏହାକୁ ଯଥାଶୀଘ୍ର ଠିକ୍ କରନ୍ତୁ, ନହେଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପହଞ୍ଚି ପାରିବ ନାହିଁ। ଯେପରି KYC ନ କଲେ ଟଙ୍କା ମିଳିବନି, ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ନହେଲେ ଟଙ୍କା ମିଳିବନି, ଆପଣଙ୍କର ଲ୍ୟାଣ୍ଡ ରେକର୍ଡ଼ଟି ଠିକ୍ ନଥିଲେ ଟଙ୍କା ମିଳିବନି, ଆପଣଙ୍କର ଡିଟେଲ୍ସରେ କୌଣସି ପ୍ରକାର ତ୍ରୁଟି ଥିଲେ ତଥାପି ଟଙ୍କା ମିଳିବନି। ଏଇଭଳି ପ୍ରୋବ୍ଲେମ୍ ଗୁଡ଼ିକ ଆପଣଙ୍କର ଯେପରି ନଥାଏ। ଯଦି ଏଇଭଳି ପ୍ରୋବ୍ଲେମ୍ ଥିବ, ତେବେ ଆପଣଙ୍କୁ ଟଙ୍କା ମିଳିପାରିବ ନାହିଁ। ଓ ଆପଣଙ୍କର ଡିବିଟି ମଧ୍ୟ ଆକ୍ଟିଭ୍ ରହିବା ଦରକାର। ଡିବିଟି ଆକ୍ଟିଭ୍ ନହେଲେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିପାରିବ ନାହିଁ। ଡିବିଟି ମାଧ୍ୟମରେ ଟଙ୍କା ପଠାଯାଏ, ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର। ଡିବିଟି ଆକ୍ଟିଭ୍ ହେଲେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଡାଇରେକ୍ଟ ଟଙ୍କା ପଠାଇ ଦିଆଯାଏ। ଯଦି ଆପଣଙ୍କର ଡିବିଟି ଆକ୍ଟିଭ୍ ନଥିବ, ତେବେ ଆପଣ ଟଙ୍କା ପାଇପାରିବେ ନାହିଁ। ଆପଣଙ୍କୁ ଏସବୁ ଗୁଡ଼ିକୁ ଠିକ୍ କରିବାକୁ ପଡ଼ିବ 17ତମ କିସ୍ତି ଆସିବା ଆଗରୁ। ଯଦି ଆପଣଙ୍କର ଏସବୁ ଗୁଡ଼ିକ ଠିକ୍ ଅଛି, ତେବେ ଭଲ କଥା। ଯଦି ଆପଣ ପୂର୍ବରୁ ଟଙ୍କା ପାଉଛନ୍ତି, ତେବେ ଭଲ କଥା, ଏଥର ପାଇବେ। ଯଦି ଆପଣଙ୍କର ଟଙ୍କା ଆସୁନି, ତେବେ ଆପଣଙ୍କର ଏଥିମଧ୍ୟରୁ କୌଣସି ପ୍ରକାର ପ୍ରୋବ୍ଲେମ୍ ଥିବ। ଆପଣ ଏହି ପ୍ରୋବ୍ଲେମ୍ ଗୁଡ଼ିକୁ ଦେଖିକି ସଲ୍ଭ କରନ୍ତୁ। ଆପଣ କେଉଁଟା କିପରି ଚେକ୍ କରିବେ ଯଦି ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣ କମେଣ୍ଟ କରନ୍ତୁ। ଆପଣଙ୍କର ଆଧାର ଲିଙ୍କ ହୋଇଛି କି ନାହିଁ କିପରି ଚେକ୍ କରିବେ, ଡିବିଟି ଆକ୍ଟିଭ୍ ଅଛି କି ନାହିଁ କିପରି ଚେକ୍ କରିବେ, ଏସବୁ ଗୁଡ଼ିକ ଯଦି ଆପଣ ଚେକ୍ କରିବାକୁ ଚାହୁଁଛନ୍ତି ନିଜ ମୋବାଇଲରେ, ତେବେ ଆପଣ କମେଣ୍ଟ କରନ୍ତୁ। ମୁଁ ଆପଣଙ୍କୁ ଜଣାଇଦେବି ଆପଣ କିପରି ମୋବାଇଲ ସାହାଯ୍ୟରେ ଏସବୁ ଗୁଡ଼ିକ ଚେକ୍ କରିବେ। ଏହାପରେ ଆପଣ ଏହାର ସମାଧାନ ଗୁଡ଼ିକ ମଧ୍ୟ ମୁଁ ଜଣାଇଦେବି। ଆପଣ
ଏହାକୁ ସମାଧାନ କରିନେଇ ପାରିବେ। ଏଥିପାଇଁ ଆପଣ କମେଣ୍ଟ କରନ୍ତୁ। ଏହା ସହିତ ଏ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏଇଭଳି ଅପଡ଼େଟ୍ ଗୁଡ଼ିକ ଜାଣିବା ପାଇଁ ଓ ବେଲ୍ ଆଇକନ୍କୁ ଅଲ୍ରେ ପ୍ରେସ୍ କରିବାକୁ ଭୁଲନ୍ତୁ।